ବର୍ଷା ଜୋରରେ ହେଇ ଚାଲିଥିଲା। ତଳେ କାଦୁଅ ଆଉ ପାଣି, ଆଉ ସେଇ ବର୍ଷାକୁ ଟିକେ ବି ଖାତିର ନ କରି ବର୍ଷାରେ ଭିଜି ଭିଜି ନିଜ ଭୋକକୁ ମେଣ୍ଟେଇ ଚାଲିଥିଲେ ଏମାନେ। ଏମାନେ କିଏ ଜାଣିଛନ୍ତି ତ? ଏମାନେ ହେଉଛନ୍ତି ଆମ ଅନ୍ନଦାତା। ଏମାନେ ଏଇଠି ହିଡ଼ ଉପରେ କାଦୁଅରେ ବସି ଖାଉଛନ୍ତି ବୋଲି ତ ଆମ ପେଟକୁ ଟିକେ ଦାନା ମିଳୁଛି ଆଜ୍ଞା। ହେଲେ କେବେ ଏମାନେ ମନ ଦୁଃଖ କରନ୍ତିନି, ବରଂ ଏ ବର୍ଷାଟା ଯେତେବେଳେ ଆସେ ମନଟା ତାଙ୍କର ଖୁସିରେ ନାଚି ଉଠେ। ବର୍ଷା ସହିତ ଏମାନଙ୍କର ଭାବ ଅନେକ ଆଜ୍ଞା। ସେଥିପାଇଁ ତ ଏମାନେ ରାତି ପାହିଲେ ଯେତେ ଝଡ଼ି ବର୍ଷା ହେଉ ପଛେ ବାହାରି ଯାଆନ୍ତି ନିଜ କର୍ମକ୍ଷେତ୍ରକୁ। ଆଉ ସେ ବର୍ଷାର ମାଡ଼ ଖାଇ ଖାଇ କାମ କରି ଚାଲନ୍ତି। ହେଲେ ଭୋକ ଲାଗିଲେ କ'ଣ କରିବେ? ସେଇ ବିଲର ହିଡ଼ ହିଁ ଏମାନଙ୍କର ଏକମାତ୍ର ସାହାରା। ହେଲେ ଏମାନଙ୍କ ଖାଇବା ଦେଖି ବର୍ଷା ବି ଜାଣିଶୁଣି ଟିକେ ବରସିଯାଏ ଆଜ୍ଞା। ଆଉ କୁହେ, ତମେ ଆରାମରେ ଖାଅ, ମୁଁ ତମକୁ ଭିଜେଇ ଦେଇ ଥଣ୍ଡା କରିଦେଉଛି। ନହେଲେ ଏଇ ସୂର୍ଯ୍ୟ ଯଦି ଆସିଯିବ ତମେ କ'ଣ ବସି ଶାନ୍ତିରେ ଖାଇପାରିବ? ସତ କହିବେ ଆଜ୍ଞା, ଏମାନେ ଯଦି ଘରେ ବସି ଆମ ଭଳି ଆଉ ଆପଣଙ୍କ ଭଳି ଆରାମରେ ଚକା ପକାଇ ବସି ଖାଇବେ, ଆମେ ଉପାସରେ ରହିଯିବାନି? କେତେ ଦୁଃଖ ଆଉ କେତେ କଷ୍ଟ ଭିତରେ ଚାଷ କରି ଆମକୁ ଦାନା ଦେଉଥିବା ଏ ଚାଷୀମାନଙ୍କ କଥା କିଏ ବୁଝୁଛି ଆଜ୍ଞା? ସେଦିନ ସକାଳୁ ସକାଳୁ ବିଲରେ ଏମାନଙ୍କୁ ଦେଖି କିଛି ଭିଡ଼ିଓ କରିଥିଲେ ଆମ ପ୍ରତିନିଧି ପ୍ରଭାତ ସାମଲ। କଥାରେ ଅଛି, ଚାଷ କାମ ଯାହାର କେତେ ସୁଖ ତାହାର। ଏଇ ତ ଜୀବନ ଆଜ୍ଞା। ପେଟ ପୋଷିବା ପାଇଁ କିଏ ଘର ଛାଡ଼ି ବାହାରକୁ ଯାଉଛି ତ କିଏ ପର ପାଖରେ ମୂଲ ଲାଗୁଛି। ପେଟ ପାଇଁ କିଏ କେତେ ପ୍ରକାରର କାମ କରିଥାନ୍ତି ଆଜ୍ଞା। ହେଲେ ଏଇ ଚାଷୀମାନେ ଯଦି ଖରା ବର୍ଷାକୁ ଖାତିର ନ କରି ଚାଷ ନ କରିବେ, ଯେତେ ରୋଜଗାର କଲେ କ'ଣ ସେଇ ଟଙ୍କା ବିଡ଼ାକୁ ଖାଇବେ ଆଜ୍ଞା? ଚାଷ ଏମିତି ଏକ କାମ, ଚାଷ ଜମିର ମାଲିକ ବି ଖୁସି, ମାଲିକର କାମ କରୁଥିବା ମୂଲିଆଟି ବି ବେଶ୍ ଖୁସି। ହେଲେ ଆମେ ଏମିତି କିଛି ଦୃଶ୍ୟ ଆପଣମାନଙ୍କୁ ଦେଖାଇବାକୁ ଯାଉଛୁ, ଆପଣମାନେ ଦେଖିଲେ ତାଜୁବ ହୋଇ ଚାହିଁ ରହିବେ। ଆମ କ୍ୟାମେରା ପଡ଼ିଥିଲା ଏମିତି ଏକ ଜାଗାରେ, କିଛି ଲୋକ ବିଲରେ କାମ କରୁଥିଲେ। ଯେତେ ଅଧିକ କାମ କରିବେ ସେତେ ଅଧିକ ଦାମ ବି ପାଇବେ। ସେଥିପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ ଏହି ବିଲ ଭିତରେ। ସକାଳୁ ଉଠି ମାଲିକ ବିଲକୁ ଯିବା ପୂର୍ବରୁ ମୂଲିଆମାନେ ବିଲରେ ପହଞ୍ଚି କାମ ଆରମ୍ଭ କରିଦେଇଥାନ୍ତି। ସମୟ ନଥାଏ ବିଲରୁ ଆସି ଘରେ ଟିକେ ଶାନ୍ତିରେ ଖାଇବା ପାଇଁ। ସେଇ ବିଲରେ ସେଇ କାଦୁଅ ପଚପଚ ହିଡ଼ ଉପରେ କ'ଣ ଦିଟା ଖାଇଦେଇ ପୁଣି ବିଲ କାମରେ ଲାଗି ପଡ଼ନ୍ତି। ଖରା ହଉ କି ବର୍ଷା ହଉ ସବୁ ସେଇ ବିଲରେ ଆଜ୍ଞା। ବର୍ଷା ଚାଲିଥାଏ, ହିଡ଼ ଉପରେ ବସି ଖାଉଥିବାର ଦୃଶ୍ୟ ଆମ କ୍ୟାମେରା ନଜରକୁ ଆସିଥିଲା। ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା, ପଖାଳ କଂସାରେ ବର୍ଷା ପାଣି ପଡ଼ୁଥାଏ ତ ତାଟିଆରେ ଥିବା ଆଳୁ ଭର୍ତ୍ତାରେ ବର୍ଷା ପାଣି ବି ପଡ଼ୁଥାଏ। କିନ୍ତୁ ବର୍ଷାକୁ ଖାତିର ନ କରି ସେମାନେ ଖାଇ ଚାଲିଥାନ୍ତି। ସେମାନେ ନିଜ ଦେହ ପାହାକୁ ଖାତିର ନ କରି ଏମିତି ପରିଶ୍ରମ କରି ନିଜେ ଦୁଇ ପଇସା କମାନ୍ତି, ଆଉ ଆମ ପେଟକୁ ବି ଦାନା ଦିଅନ୍ତି ଆଜ୍ଞା। ଏଇ ତ ଜୀବନ ଆଜ୍ଞା। ଭଦ୍ରକରୁ ପ୍ରଭାତ ସାମଲଙ୍କ ସ୍ପେଶାଲ ରିପୋର୍ଟ, A1 ଓଡ଼ିଆ।